ବସ୍ତା ବ୍ଲକ ଅନ୍ତର୍ଗତ ମୁକୁଳିସି ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ବୈଠକରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି କର୍ମୀ ବୈଠକରେ ପୂର୍ବତନ ସାଂସଦ ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଷଷ୍ଠ ଥର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ଏବଂ ତାଙ୍କର ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା। ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ମା'ମାନଙ୍କୁ ଆଗକୁ ନେବା, ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ମାଧ୍ୟମରେ ମହିଳାମାନଙ୍କୁ 10 ଲକ୍ଷ ଟଙ୍କା ଏବଂ ପୁରୁଷମାନଙ୍କୁ 5 ଲକ୍ଷ ଟଙ୍କା ଏବଂ 60 ବର୍ଷର ବୃଦ୍ଧ ବୃଦ୍ଧାଙ୍କୁ ମଧୁବାବୁ ଯୋଜନାରେ 1000 ଟଙ୍କା ଭତ୍ତା ଯୋଗାଇ ଦେବା, ମୁଖ୍ୟମନ୍ତ୍ରୀଙ୍କ ବହୁ ଯୋଜନା ସାଧାରଣ ଲୋକଙ୍କ ପାଇଁ କରିଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଏବଂ ତାଙ୍କ ଉପସ୍ଥିତିରେ ରାଧାକୃଷ୍ଣ ନନ୍ଦୀ, ଚନ୍ଦନ ନନ୍ଦୀ ସପରିବାରରେ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ସାମିଲ ହେଲେ। ଏହି ବୈଠକରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ରଞ୍ଜନ ଧଳ, ବରିଷ୍ଠ ବିଜେଡି ନେତା ରବୀନ୍ଦ୍ର ସାହୁ, ନରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବସ୍ତାରୁ ବିଷ୍ଣୁପଦ ପତିଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।